ବନ୍ଧୁଗଣ, ଆଗାମୀ କାଲି ସକାଳଟି ଆପଣଙ୍କ ପାଇଁ ଅତ୍ୟନ୍ତ ବିଶେଷ ହୋଇପାରେ। କାରଣ ପୋଲିସର ଗାଡ଼ି ଆପଣଙ୍କ ଘର ସାମ୍ନାରେ ଆସି ପହଞ୍ଚିପାରେ ଏବଂ ସାଙ୍ଗରେ ପୋଲିସ ମଧ୍ୟ ରହିପାରେ, ଯାହାକୁ ଦେଖିଲେ ମନରେ ଏକ କମ୍ପନ ସୃଷ୍ଟି ହୋଇପାରେ। ହଁ, ଭିଡ଼ିଓଟି ଦେଖିବାରେ ଆଦୌ ବିଳମ୍ବ କରନ୍ତୁ ନାହିଁ, ନଚେତ୍ ପରେ ବହୁତ ପସ୍ତାଳିବାକୁ ପଡ଼ିବ। ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ, ସେହି ସମସ୍ତ କଥା ଆପଣଙ୍କ ସିଧାସଳଖ ହୃଦୟକୁ ଯିବ ଏବଂ ଆପଣ ଆନନ୍ଦରେ ନାଚିବେ। କିନ୍ତୁ ଆଜିର ଏହି ଭିଡ଼ିଓରେ କିଛି ସତର୍କତା ମଧ୍ୟ ରହିଛି। ବନ୍ଧୁଗଣ, ଯଦି ଆଜି କୌଣସି କାରଣରୁ ଆପଣଙ୍କ ମନ ଭାରାକ୍ରାନ୍ତ ଅଛି, କେହି ଆପଣଙ୍କୁ ସମ୍ମାନ କରୁନାହାନ୍ତି, କିମ୍ବା ଆପଣଙ୍କର ମନେହୁଏ ଯେ ଏହି ଦୁନିଆ ଆପଣଙ୍କୁ ଭୁଲ ବୁଝୁଛି, ତେବେ ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖିବେ। କାରଣ ଆସୁଥିବା ସମୟଟି ଆପଣଙ୍କ ପାଇଁ ଅତ୍ୟନ୍ତ ବିଶେଷ ଏବଂ ଲାଭଦାୟକ ହୋଇପାରେ। ବନ୍ଧୁଗଣ, ଆଜିର ଏହି ଆଲୋଚନା କେବଳ ଭବିଷ୍ୟତର ନୁହେଁ, ବରଂ ଆପଣଙ୍କ କର୍ମ, ଧୈର୍ଯ୍ୟ ଏବଂ ଗ୍ରହର ସଂକେତଗୁଡ଼ିକର ଅଟେ। ମୁଁ ଆପଣଙ୍କୁ ଭୟଭୀତ କରିବାକୁ ଆସିନାହିଁ, ବରଂ ସଚେତ ଓ ସାବଧାନ କରିବାକୁ ଆସିଛି। ଆପଣଙ୍କ ପାଇଁ କିଛି ସୁଖବର ଆଣିଛି। ତେଣୁ ଭିଡ଼ିଓଟିରେ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ଭଗବାନ ଶନିଦେବ ମହାରାଜ ତଥା ବଜରଙ୍ଗବଳୀଙ୍କ ସମସ୍ତ ଭକ୍ତମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ହନୁମାନଜୀ ଓ ହର ହର ମହାଦେବ ଅବଶ୍ୟ ଲେଖନ୍ତୁ। ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ। ବନ୍ଧୁଗଣ, ବର୍ତ୍ତମାନ ଟିକିଏ କଳ୍ପନା କରନ୍ତୁ, ଦିନେ ହଠାତ୍ ଆପଣଙ୍କ ଘର ସାମ୍ନାରେ ପୋଲିସର ଏକ ବଡ଼ ଗାଡ଼ି ଆସି ଅଟକେ। ଟିକିଏ କଳ୍ପନା କରନ୍ତୁ, ସାଙ୍ଗରେ କିଛି ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ପୂରା ପଡ଼ିଶାର ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଦେଖିବାକୁ ଲାଗନ୍ତି। ଯେଉଁମାନେ କେବେ ଆପଣଙ୍କୁ ନେଇ ହସାହସି କରୁଥିଲେ, ସେମାନେ ମଧ୍ୟ ଚୁପଚାପ ଠିଆ ହୋଇ ରହିଯାଆନ୍ତି। ଆଖପାଖ ଅଞ୍ଚଳରେ ଏକ ହୁଲୁସହୁଲ କାଣ୍ଡ ଆରମ୍ଭ ହୋଇଯାଏ। ସମସ୍ତେ ଭାବିବାକୁ ଆରମ୍ଭ କରନ୍ତି ଯେ ହଠାତ୍ ଏହାର ଘରକୁ ପୋଲିସର ଗାଡ଼ି କାହିଁକି ଆସିଲା। କିନ୍ତୁ ଟିକିଏ ଅପେକ୍ଷା କରନ୍ତୁ। ଏହି ଦୃଶ୍ୟର ଅର୍ଥ ସର୍ବଦା କୌଣସି ଭୟ କିମ୍ବା ଖରାପ ଖବର ନୁହେଁ। ହଁ, ତେଣୁ ଭିଡ଼ିଓର ଆରମ୍ଭରେ ହିଁ ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ଆପଣଙ୍କୁ ଭୟଭୀତ କରିବାକୁ ଆସିନାହିଁ, ବରଂ ସଚେତ କରିବାକୁ ଆସିଛି। ଅନେକ ସମୟରେ ଜୀବନରେ ସମ୍ମାନ, ଆଇନଗତ ପ୍ରକ୍ରିୟା, ସୁରକ୍ଷା, କୌଣସି ବିଶେଷ ଉପଲବ୍ଧି, କୌଣସି ଅଭିଯୋଗର ସମାଧାନ କିମ୍ବା ଅନ୍ୟ କୌଣସି ବିଶେଷ କାରଣରୁ ମଧ୍ୟ ଅଧିକାରୀମାନେ ଘରେ ପହଞ୍ଚିପାରନ୍ତି, କିମ୍ବା ଭୁଲ ତଥ୍ୟ କାରଣରୁ ମଧ୍ୟ ପୋଲିସର ଗାଡ଼ି ଚାଲି ଆସିପାରେ। ତେଣୁ ଏ କ୍ଷେତ୍ରରେ ଆପଣଙ୍କୁ ଆତଙ୍କିତ ହେବାର ଆଦୌ କୌଣସି ଆବଶ୍ୟକତା ନାହିଁ। ଯାହା ହେଉନା କେଁ, ସଙ୍କଟମୋଚନ ମହାବଳୀ ହନୁମାନଜୀ ତାହା ସମ୍ଭାଳି ନେବେ। ଆପଣଙ୍କୁ କେବଳ ଧୈର୍ଯ୍ୟ ରଖିବାକୁ ପଡ଼ିବ ଏବଂ ଭଲ କର୍ମ କରିବାକୁ ପଡ଼ିବ। କାରଣ ଜ୍ୟୋତିଷ ଶାସ୍ତ୍ରରେ ମନେ କରାଯାଏ ଯେ ଯେତେବେଳେ ସୂର୍ଯ୍ୟ, ଶନି ଏବଂ ଗୁରୁ ଅନୁକୂଳ ପ୍ରଭାବ ସୃଷ୍ଟି କରନ୍ତି, ସେତେବେଳେ ବ୍ୟକ୍ତିଙ୍କ ଜୀବନରେ ସମ୍ମାନ, ନ୍ୟାୟ ଏବଂ ପ୍ରତିଷ୍ଠା ସମ୍ବନ୍ଧୀୟ ନୂତନ ସୁଯୋଗ ଆସିପାରେ। ଏହି ସଂକେତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅଲଗା ଅଲଗା ହୋଇପାରେ, କିନ୍ତୁ ଆଗାମୀ ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ, ଏପରିକି ଜ୍ୟୋତିଷଶାସ୍ତ୍ରର ଇଙ୍ଗିତ ରହିଛି। ଏହିପରି ଭଲ ଏବଂ ଶୁଭ ସଂକେତଗୁଡ଼ିକୁ କେବେ ହେଲେ ମଜାଳିଆ ଭାବେ ଏଡ଼ାଇ ଦେବାର ଭୁଲ କରନ୍ତୁ ନାହିଁ। କାରଣ ଯାହା ଘଟିବାକୁ ଯାଉଛି, ତାହା ଦେଖି ଆପଣଙ୍କ ଚକ୍ଷୁ ଉପରକୁ ଉଠିଯିବ। ବନ୍ଧୁଗଣ, ଅନେକ ଲୋକ ବର୍ଷ ବର୍ଷ ଧରି ଅପମାନ ସହ୍ୟ କରନ୍ତି, ପରିଶ୍ରମ କରନ୍ତି, କିନ୍ତୁ କୌଣସି ପରିଚିତି ପାଆନ୍ତି ନାହିଁ। ଏହି କଥାଟି ଠିକ୍ ସେତିକି ସତ ଯେତିକି ସତ ଆପଣଙ୍କ ପରିଶ୍ରମ। ଏପରି ପରିସ୍ଥିତିରେ ମନ ଭାଙ୍ଗିଯାଏ, ଲୋକମାନେ ଉଦାସ ହୋଇପଡ଼ନ୍ତି, ଭଗବାନଙ୍କ ଉପରୁ ଭରସା ଉଠିଯାଏ ଏବଂ ଆଉ ପରିଶ୍ରମ କରିବାକୁ ଇଚ୍ଛା ହୁଏ ନାହିଁ। କାରଣ ଲୋକଙ୍କର ମନେ ହୁଏ ଯେ ଏତେ ପରିଶ୍ରମ କରିବା ପରେ ମଧ୍ୟ ଯଦି ଆମକୁ ସଫଳତା ମିଳୁନାହିଁ, ତେବେ ଆଉ କାହିଁକି ବା ପରିଶ୍ରମ କରିବା। ଏହି କଥା ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ।
କିନ୍ତୁ ମନେ ରଖନ୍ତୁ, ରାତି ଯେତେ ଗଭୀର ହୁଏ ସକାଳ ଠିକ୍ ସେତେଟା ଉଜ୍ଜଳ ହୋଇଥାଏ। ହଁ, ଯଦି ଆପଣ କାହାର କୌଣସି କ୍ଷତି କରିନାହାନ୍ତି, ସଚ୍ଚୋଟତାର ସହ ନିଜର ପାଥେୟ ବାଛିଛନ୍ତି ଏବଂ ଧୈର୍ଯ୍ୟ ରଖିଛନ୍ତି, ତେବେ ସମୟ ବଦଳିବାରେ କିଛିଟା ବିଳମ୍ବ ହୋଇପାରେ, କିନ୍ତୁ ପରିବର୍ତ୍ତନ ଅସମ୍ଭବ ନୁହେଁ। ଆଗାମୀ ଘଣ୍ଟା ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇବେ, ଯାହା ଦେଖି ଆପଣଙ୍କ ହୋସ୍ ଉଡ଼ିଯିବ। ଆଗାମୀ ଘଣ୍ଟାର ସମୟ ଅତି କମ। ବନ୍ଧୁଗଣ, ଆପଣମାନେ ନିଜ ଆଖିରେ ଭଗବାନଙ୍କ ଲୀଳା ଅର୍ଥାତ୍ ଈଶ୍ୱରଙ୍କ ଚମତ୍କାର ଦେଖିବେ ଏବଂ ଆନନ୍ଦରେ ନାଚି ଉଠିବେ। ଯାହା ହେଉନା କେଁ, ସବୁକିଛି ଆପଣଙ୍କ ଭଲ ପାଇଁ ହିଁ ଘଟୁଛି। ଏପରି ନୁହେଁ ଯେ ଗ୍ରହ ନକ୍ଷତ୍ରମାନେ ଆପଣଙ୍କୁ ଭୟଭୀତ କରୁଛନ୍ତି। ବରଂ ଆଜିର ଦିନରେ ଗ୍ରହର ଆଲୋଚନା କରିବା ଅତ୍ୟନ୍ତ ଜରୁରୀ। କାରଣ ସୂର୍ଯ୍ୟ ଆତ୍ମବିଶ୍ୱାସର ପ୍ରତୀକ, ଗୁରୁ ଜ୍ଞାନ ଓ କୃପାର ପ୍ରତୀକ, ଆଉ ଶନି ହେଉଛନ୍ତି କର୍ମଫଳଦାତା। ଏବଂ ଏହା ସହିତ ହନୁମାନଜୀ ହେଉଛନ୍ତି ସଙ୍କଟମୋଚନ। ତେଣୁ ଏହି ସମସ୍ତ ଦେବଦେବୀ ଏବଂ ଗ୍ରହଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନରେ ଏକ ବଡ଼ ମହାପରିବର୍ତ୍ତନ ଆସିବାକୁ ଯାଉଛି, ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବନ୍ଧୁଗଣ, ଯେତେବେଳେ ମନୁଷ୍ୟ ନିଜ କର୍ମକୁ ସୁଧାରି ନିଏ, ସେତେବେଳେ ସେ ନୂତନ ନୂତନ ସୁଯୋଗ ମଧ୍ୟ ପାଇବାକୁ ଲାଗେ। କିନ୍ତୁ ମନେ ରଖନ୍ତୁ, ଯାହା କିଛି ହୁଏ ଆମର ଭଲ ପାଇଁ ହିଁ ହୁଏ। ମହାକାଳ ମଧ୍ୟ ଏହି ସଙ୍କେତ ଦିଅନ୍ତି ଯେ ଅତ୍ୟଧିକ ଚିନ୍ତା ବା ଓଭର ଥିଙ୍କିଂ କରନ୍ତୁ ନାହିଁ। କିଛି ବିଷୟ ଈଶ୍ୱରଙ୍କ ଉପରେ ଛାଡ଼ି ଦିଅନ୍ତୁ। କାରଣ ଈଶ୍ୱର କେବେ କାହାର ଖରାପ କରନ୍ତି ନାହିଁ। ହୁଏତ ମନୁଷ୍ୟର ମନେ ହୋଇପାରେ ଯେ ତା ସହିତ ଅନ୍ୟାୟ ହେଉଛି, କିନ୍ତୁ ବ୍ରହ୍ମାଣ୍ଡରେ ବିରାଜମାନ ଗ୍ରହ ନକ୍ଷତ୍ରମାନେ ବହୁତ ଭଲ ଭାବରେ ଜାଣନ୍ତି କା ସହିତ ଅନ୍ୟାୟ ହେଉଛି ଏବଂ କା ସହିତ ଭଲ ହେଉଛି। କିନ୍ତୁ ଏଠାରେ ଏକ ସତର୍କତା ମଧ୍ୟ ଆପଣଙ୍କୁ ଅବଲମ୍ବନ କରିବାକୁ ପଡ଼ିବ। ଯଦି ଆପଣଙ୍କ ମନରେ ଅହଙ୍କାର, କ୍ରୋଧ କିମ୍ବା ପ୍ରତିଶୋଧ ନେବାର ଭାବନା ବୃଦ୍ଧି ପାଉଛି, ତେବେ ସର୍ବାଗ୍ରେ ସେଗୁଡ଼ିକୁ ଶାନ୍ତ କରନ୍ତୁ। ରାଗକୁ ନିୟନ୍ତ୍ରଣ କରନ୍ତୁ। କାରଣ ଗ୍ରହର ଶୁଭ ଫଳ ସେତେବେଳେ ଅଧିକ କାର୍ଯ୍ୟକାରୀ ହୁଏ ଯେତେବେଳେ ବ୍ୟବହାର ବହୁତ ଭଲ ଥାଏ। ହଁ ବନ୍ଧୁଗଣ, ଆପଣଙ୍କ ବ୍ୟବହାର ଯଦି ଭଲ ଥାଏ, ତେବେ ଆପଣଙ୍କୁ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଲୋକମାନେ ଆପଣଙ୍କ ସଫଳତା କିମ୍ବା ପରିଶ୍ରମ ଅପେକ୍ଷା ଆପଣଙ୍କ ବ୍ୟବହାର ଏବଂ ବିନମ୍ରତାକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଏକ ଛୋଟ କାହାଣୀ ଆପଣଙ୍କୁ ଶୁଣାଉଛି। ଜଣେ ଗରିବ ଯୁବକ ଥିଲା। ସମସ୍ତେ ତାକୁ ଉପହାସ କରୁଥିଲେ। ତା ଘରର ଖରାପ ଅବସ୍ଥା ଦେଖି କେହି ତାକୁ ସମ୍ମାନ ଦେଉନଥିଲେ। କିନ୍ତୁ ସେ ହାର ମାନିନଥିଲା। ପ୍ରତିଦିନ ସକାଳେ ମାତାପିତାଙ୍କ ଆଶୀର୍ବାଦ ନେଉଥିଲା, ସଚ୍ଚୋଟତାର ସହ ପରିଶ୍ରମ କରିଥିଲା ଏବଂ କାହାର ଖରାପ ଚାହିଁନଥିଲା। ହଁ ବନ୍ଧୁଗଣ, କିଛି ବର୍ଷ ପରେ ସେହି ଯୁବକଟି ହିଁ ସରକାରୀ ସେବାରେ ଯୋଗଦେଲା। ହଁ, ଦିନେ ଏକ ସରକାରୀ ଗାଡ଼ି ତା ଘରେ ଆସି ପହଞ୍ଚିଲା। ଗ୍ରାମର ସମସ୍ତ ଲୋକ ଦେଖିବାକୁ ଲାଗିଲେ। ଆଖପାଖର ଲୋକମାନଙ୍କ ଆଖି ଉପରକୁ ଉଠିଗଲା ଏବଂ ଅନେକେ ଖୁସି ମଧ୍ୟ ହେବାକୁ ଲାଗିଲେ ଯେ ଏତେ ବଡ଼ ଗାଡ଼ି କା ଘରକୁ ଆସିଛି। ସେହିଦିନ ଲୋକମାନେ କେବଳ ଗାଡ଼ିଟି ଦେଖିନଥିଲେ, ବରଂ ତା ପଛରେ ଥିବା ବର୍ଷ ବର୍ଷ ଧରି କରାଯାଇଥିବା ତାଙ୍କର କଠିନ ପରିଶ୍ରମ ଓ ସଂଘର୍ଷକୁ ମଧ୍ୟ ଦେଖିପାରିଥିଲେ। ଏହି କାହାଣୀଟି ଆମକୁ ଶିକ୍ଷା ଦିଏ ଯେ ସମ୍ମାନ ହଠାତ୍ ମିଳେ ନାହିଁ। ତା ପଛରେ ବହୁ ବର୍ଷର ସଂଘର୍ଷ ଲୁକ୍କାୟିତ ରହିଥାଏ। କିନ୍ତୁ ଆପଣଙ୍କ ସେହି ସଂଘର୍ଷକୁ କେହି ଦେଖନ୍ତି ନାହିଁ। ତେବେ ଯେତେବେଳେ ଆପଣଙ୍କ ଜୀବନରେ କୌଣସି ବଡ଼ ସଫଳତା ଆସେ କିମ୍ବା କୌଣସି ବଡ଼ ଦାୟିତ୍ୱ କାନ୍ଧରେ ପଡ଼େ, ସେତେବେଳେ ସମଗ୍ର ଦୁନିଆ ଆପଣଙ୍କ ଆଡ଼କୁ ଚାହେଁ ଏବଂ ଆପଣଙ୍କୁ ନେଇ ଆଲୋଚନା ହୁଏ। ଯଦି ଆଜି ଆପଣଙ୍କ ଜୀବନରେ ମଧ୍ୟ ନାନା ସମସ୍ୟା, ଟେନସନ କିମ୍ବା ଆର୍ଥିକ ଅନଟନ ରହିଛି, ତେବେ ସେଗୁଡ଼ିକୁ ଜୀବନର ଶେଷ ବୋଲି ନ ଭାବି ଏକ ପ୍ରସ୍ତୁତି ଭାବରେ ଗ୍ରହଣ କରନ୍ତୁ। ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ମନେ କରନ୍ତୁ। କାରଣ ଭଗବାନ ଆପଣଙ୍କୁ କୌଣସି ବଡ଼ ମଣିଷ ଭାବେ ଗଢ଼ି ତୋଳିବା ପାଇଁ ହୁଏତ ବାଛିଛନ୍ତି। ତେଣୁ ସର୍ବଦା ଭଗବାନଙ୍କୁ ଧନ୍ୟବାଦ ଜଣାଉଥିବା ଉଚିତ। ଏହା ସମ୍ଭବ ଯେ ଆଗାମୀ ସମୟରେ
ଏପରି କୌଣସି ସୁଯୋଗ ଆପଣଙ୍କ ସାମ୍ନାରେ ଆସିବ ଯାହା ଆପଣଙ୍କ ସମ୍ପୂର୍ଣ୍ଣ ଚିନ୍ତାଧାରାକୁ ବଦଳାଇ ଦେବ। କିନ୍ତୁ ଏହା ସହିତ ଏକ ସତର୍କବାଣୀ ମଧ୍ୟ ରହିଛି। କୌଣସି ଅଚିହ୍ନା ବ୍ୟକ୍ତିଙ୍କ ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। ଯଦି ଏପରି କରୁଛନ୍ତି, ତେବେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛନ୍ତି। ଦେଖନ୍ତୁ ବନ୍ଧୁଗଣ, କୌଣସି ଆଇନଗତ କାଗଜପତ୍ର ନ ପଢ଼ି ସ୍ୱାକ୍ଷର କରନ୍ତୁ ନାହିଁ। ସେହିପରି ଯଦି କୌଣସି ବ୍ୟକ୍ତି ସରକାରୀ ଅଧିକାରୀ ପରିଚୟ ଦେଇ ଫୋନ୍ କରନ୍ତି, ତେବେ ପ୍ରଥମେ ତାଙ୍କ ପରିଚୟ ଅବଶ୍ୟ ଯାଞ୍ଚ କରିନିଅନ୍ତୁ। ମନେ ରଖନ୍ତୁ, ସତର୍କତାଇ ହେଉଛି ସବୁଠାରୁ ବଡ଼ ସୁରକ୍ଷା। ବର୍ତ୍ତମାନ ଆସିବା କିଛି ସହଜ ଏବଂ ଆଧ୍ୟାତ୍ମିକ ପ୍ରତିକାର କଥା, ଯାହା ଜାଣିବା ଅତ୍ୟନ୍ତ ଜରୁରୀ। ପ୍ରତିଦିନ ସକାଳେ ଉଦୀୟମାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ନିଜ ମାତାପିତା ଏବଂ ଗୁରୁଜନମାନଙ୍କୁ ସମ୍ମାନ କରନ୍ତୁ। ପ୍ରତି ଶନିବାର ଆପଣଙ୍କ ସାଧ୍ୟମାନେ କୌଣସି ଦିନହୀନ କିମ୍ବା ଅଭାବୀ ଲୋକଙ୍କୁ ସାହାଯ୍ୟ କରନ୍ତୁ। ପ୍ରତିଦିନ କିଛି ସମୟ ଶାନ୍ତ ହୋଇ ନିଜ ଲକ୍ଷ୍ୟ କଥା ମନେ ମନେ କଳ୍ପନା କରନ୍ତୁ। ଏହା ହିଁ ସବୁଠାରୁ ବଡ଼ ଶକ୍ତି। ଯେତେବେଳେ ପର୍ଯ୍ୟନ୍ତ ଆପଣ ନିଜ ଲକ୍ଷ୍ୟ ବିଷୟରେ ସ୍ପଷ୍ଟ ଭାବେ ଚିନ୍ତା ନ କରୁଛନ୍ତି ଏବଂ ତାହା ହାସଲ କରିବାକୁ ଚେଷ୍ଟା ନ କରୁଛନ୍ତି, ସେତେବେଳେ ପର୍ଯ୍ୟନ୍ତ ଆପଣ ନିଜ ମଞ୍ଜିଲରେ ପହଞ୍ଚି ପାରିବେ ନାହିଁ। ଏହି ଅଭ୍ୟାସଗୁଡ଼ିକ ଆତ୍ମବିଶ୍ୱାସ ଏବଂ ଶୃଙ୍ଖଳା ଉଭୟକୁ ବୃଦ୍ଧି କରିଥାଏ। ବନ୍ଧୁଗଣ, ମଝିରେ ମଝିରେ ଭଗବାନ ଆମକୁ ସଫଳ କରିବା ପୂର୍ବରୁ ଆମର ପରୀକ୍ଷା ନିଅନ୍ତି। ଆଉ ସେହି ପରୀକ୍ଷାରେ କେବଳ ସେହିମାନେ ସଫଳ ହୁଅନ୍ତି ଯାହାମାନେ ପ୍ରକୃତରେ ଲଢ଼ିବା ଜାଣନ୍ତି। ଯଦି ଆପଣଙ୍କ ଏହି ପରୀକ୍ଷାର ସମୟ ଟିକିଏ ଦୀର୍ଘ ହୁଏ, ତାର ଅର୍ଥ ଏହା ନୁହେଁ ଯେ ଆପଣଙ୍କ ଜୀବନର କାହାଣୀ ଶେଷ ହୋଇଯାଇଛି। ବରଂ ହୁଏତ ଆପଣଙ୍କ ସବୁଠାରୁ ବଡ଼ ଏବଂ ସୁନ୍ଦର ଅଧ୍ୟାୟଟି ଏବଂ ଆରମ୍ଭ ହେବା ବାକି ଅଛି। ବର୍ତ୍ତମାନ ଆପଣଙ୍କ ଜୀବନରେ ଯେଉଁ ସମସ୍ତ ସମସ୍ୟା କିମ୍ବା ପ୍ରତିକୂଳ ପରିସ୍ଥିତି ଚାଲିଛି, ସେଗୁଡ଼ିକ ହୁଏତ କେବଳ ଏକ ଟ୍ରେଲର ମାତ୍ର। ଆଗାମୀ ସମୟରେ ହୁଏତ ଆହୁରି ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। କିନ୍ତୁ ଶେଷରେ ଯେତେବେଳେ ଏହାର ଅନ୍ତ ଘଟିବ, ସେତେବେଳେ ଆପଣଙ୍କ ଜୀବନ କୌଣସି ରାଜାଙ୍କ ପରି ହୋଇଯିବ। ତେଣୁ ନିରାଶ ହୁଅନ୍ତୁ ନାହିଁ। ନିଜ କର୍ମ ଉପରେ ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ। ଆପଣଙ୍କ ଭିତରେ ଏପରି କ୍ଷମତା ରହିଛି ଯାହା ଆପଣଙ୍କୁ ଏକ ଅନନ୍ୟ ଉଚ୍ଚତାରେ ପହଞ୍ଚାଇ ପାରିବ। ପରିବାରର ଯତ୍ନ ନିଅନ୍ତୁ, ସେମାନଙ୍କୁ ସମ୍ମାନ କରନ୍ତୁ ଏବଂ ପ୍ରତିଦିନ ନିଜକୁ ଗତକାଲି ଅପେକ୍ଷା ଆହୁରି ଟିକିଏ ଭଲ କରି ଗଢ଼ି ତୋଳିବାକୁ ଚେଷ୍ଟା କରନ୍ତୁ। ବନ୍ଧୁଗଣ, ଆପଣମାନେ ବର୍ଷ ବର୍ଷ ଧରି ଯେଉଁ ସମ୍ମାନର ସ୍ୱପ୍ନ ଦେଖିଛନ୍ତି, ତାହା ଆପଣଙ୍କ ଜୀବନର ଆଗାମୀ କୌଣସି ନା କୌଣସି ବାଙ୍କରେ ଆପଣଙ୍କ ପାଇଁ ଅପେକ୍ଷା କରିଛି। ଆଗାମୀ ଘଣ୍ଟା ମଧ୍ୟରେ ଆପଣଙ୍କ ଜୀବନରେ ଏକ ମହାପରିବର୍ତ୍ତନ ଆସିବ ଏବଂ ଆପଣ ଆନନ୍ଦରେ ମଜ୍ଜିଯିବେ। ଆପଣ ଭାବିବେ ଯେ ଏପରି କିପରି ସମ୍ଭବ ହେଲା, କିନ୍ତୁ ଏହା ସତ୍ୟ, କାରଣ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ଆପଣଙ୍କ ଭାଗ୍ୟ ବଦଳାଇବା ପାଇଁ ତତ୍ପର ରହିଛି ଏବଂ ଆପଣଙ୍କ ଜୀବନକୁ ସୁଖମୟ କରିବ ହିଁ କରିବ। ବନ୍ଧୁଗଣ, ଆଜିର ଏହି କଥାଗୁଡ଼ିକ ଯଦି ଆପଣଙ୍କୁ ଟିକି ମଧ୍ୟ ଭଲ ଲାଗିଥାଏ, ତେବେ ଭିଡ଼ିଓଟିରେ ଗୋଟିଏ ଲାଇକ୍ କରିବେ, ଚ୍ୟାନେଲ ସବସ୍କ୍ରାଇବ୍ କରିବେ ଏବଂ ଯାହାଙ୍କ ଜୀବନରେ ବହୁତ ଆଶା ରହିଛି, ଯେଉଁମାନେ ବିଶ୍ୱାସ କରନ୍ତି ଯେ ଭଗବାନ ସେମାନଙ୍କ ଡାକ ଶୁଣିବେ ଏବଂ ଅଲୌକିକ ପରିବର୍ତ୍ତନ ଆଣିବେ, ସେମାନଙ୍କ ସହିତ ଏହାକୁ ସେୟାର କରିବେ। ଈଶ୍ୱର ଆପଣଙ୍କୁ ସଠିକ୍ ପଥ, ସଦ୍ବୁଦ୍ଧି ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରନ୍ତୁ। ଆପଣଙ୍କୁ ପରିଶ୍ରମ ଜାରି ରଖିବାକୁ ପଡ଼ିବ। ଆଗାମୀ ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ ବଡ଼ କୌଣସି ଖୁସିର ଖବର ଆସି ପହଞ୍ଚିପାରେ। ତେଣୁ ଆପଣ ଆଦୌ ଟେନସନ୍ ନିଅନ୍ତୁ ନାହିଁ। ଯାହା ହେବ ଆପଣଙ୍କ ମଙ୍ଗଳ ପାଇଁ ହିଁ ହେବ। ଗ୍ରହର ପ୍ରଭାବ ସକ୍ରିୟ ହୋଇସାରିଛି। ସାଙ୍ଗରେ ମହାଦେବ, ମାତା ମହାଲକ୍ଷ୍ମୀ ଏବଂ କର୍ମଫଳର ଦେବତା ଶନିଦେବ ଆପଣଙ୍କ ପ୍ରତି ଦୟାଳୁ ଅଛନ୍ତି ଏବଂ ସଙ୍କଟମୋଚନଙ୍କ କୃପା ତ ସର୍ବଦା ଆପଣଙ୍କ ଉପରେ ଅଛି ହିଁ ଅଛି। ତେଣୁ କାଲି ସକାଳେ ଶଯ୍ୟା ତ୍ୟାଗ କରି ସର୍ବାଗ୍ରେ ଶନିଦେବ ଓ ବଜରଙ୍ଗବଳୀଙ୍କ ନାମ ଥର ଜପ କରିବେ
ଏବଂ ନିଜ ମନର ସମସ୍ତ ଦୁଃଖକଷ୍ଟ କଥା ବଜରଙ୍ଗବଳୀଙ୍କ ଚରଣରେ ଅର୍ପଣ କରି ପ୍ରାର୍ଥନା କରିବେ। ଏହାପରେ ଦେଖିବେ ଈଶ୍ୱର ଆପଣଙ୍କୁ କୌଣସି ନା କୌଣସି ପଥ ଅବଶ୍ୟ ଦେଖାଇବେ। ଏହାର ଗ୍ୟାରେଣ୍ଟି ମୁଁ ମଧ୍ୟ ଦେଇପାରିବି, କାରଣ ଯେତେବେଳେ ଏତେ ବଡ଼ ଗ୍ରହଗତ ପରିବର୍ତ୍ତନ ଘଟେ ସେତେବେଳେ ଜୀବନର ପରିଧି ମଧ୍ୟ ବଦଳି ଯାଇଥାଏ। ଅନେକ ଲୋକ କିଛି ହରାଇ ପକାଇବାର ଭୟରେ ଆତଙ୍କିତ ରହନ୍ତି ଏବଂ ଅତ୍ୟନ୍ତ ଉଦ୍ବେଗ ମଧ୍ୟରେ ଜୀବନ ବିତାନ୍ତି। ଟିକିଏ ଗମ୍ଭୀର ଭାବରେ ଚିନ୍ତା କରନ୍ତୁ। ଯେତେବେଳେ ଆପଣ ଏ ପୃଥିବୀକୁ ଆସିଥିଲେ ସେତେବେଳେ କ'ଣ ସାଙ୍ଗରେ କିଛି ଆଣିଥିଲେ? ତେବେ ଏତେ ଭୟ ବା ଟେନସନ କାହିଁକି ନେଉଛନ୍ତି? ଆଜି ଏଠାରେ ଯାହା କିଛି ପାଇଛନ୍ତି ତାଠାରୁ ମଧ୍ୟ ଭଲ ଜିନିଷ ଆପଣଙ୍କ ଭାଗ୍ୟରେ ରହିଛି। କୌଣସି ଜିନିଷ ହରାଇଯିବାର ଭୟରେ ଭୀତ ହୁଅନ୍ତୁ ନାହିଁ, ବରଂ ଏହି ଆତ୍ମବିଶ୍ୱାସ ରଖନ୍ତୁ ଯେ ଆଜି ଯଦି ମୋ ପାଖରେ ଏହି ଜିନିଷଟି ନାହିଁ ତେବେ ମୁଁ ମୋ କର୍ମ ଓ ପରିଶ୍ରମ ଦ୍ୱାରା ତାହା ହାସଲ କରିନେବି। କେବେ ହେଲେ ହାର ମାନନ୍ତୁ ନାହିଁ, ଦୁଃଖ ମନାଇ ବସନ୍ତୁ ନାହିଁ। ଦୁଃଖ ତ ମନୁଷ୍ୟ ଜୀବନରେ ସର୍ବଦା ଚାରିପାଖରୁ ଆସିବାକୁ ଚାହିଁବ, କିନ୍ତୁ ସେହି ପରିସ୍ଥିତିକୁ ନିଜର ଖୁସିରେ ପରିବର୍ତ୍ତନ କରିନେବାର ନାମ ହିଁ ଜୀବନ। ଲୋକଙ୍କ ଜୀବନରେ ଚ୍ୟାଲେଞ୍ଜ ଏହା ହିଁ ଯେ ଦୁଃଖ ଆସିଲେ ଲୋକମାନେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ନ୍ତି ଏବଂ ସେଥିରୁ ବାହାରି ପାରନ୍ତି ନାହିଁ। ଆପଣଙ୍କୁ ଏହି ଦୁଃଖ କଷ୍ଟରୁ ବାହାରିବାକୁ ପଡ଼ିବ। ପ୍ରତ୍ୟେକ ପରିସ୍ଥିତିରେ ମୁହଁରେ ହସ ରହିବା ଉଚିତ। ବ୍ରହ୍ମାଣ୍ଡ ଅର୍ଥାତ୍ ୟୁନିଭର୍ସ ପର୍ଯ୍ୟନ୍ତ ସକାରାତ୍ମକ ସଂକେତ ପଠାନ୍ତୁ। ତେବେ ଯାଇ ଆପଣ ଅଧିକ ଖୁସି ରହିପାରିବେ ଏବଂ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ। ରାଶିଫଳ ଓ ଦିନପଞ୍ଜି। ଆଜି କିଛି ସମସ୍ୟା ସାମ୍ନାକୁ ଆସିପାରେ, ମୁଁ ଏହାକୁ ସ୍ୱୀକାର କରୁଛି, କିନ୍ତୁ ଆପଣଙ୍କ ନିଜର ଯୋଗ୍ୟତା ଏବଂ ପରିଶ୍ରମ ବଳରେ ଆପଣ ସେହିସବୁ ସମସ୍ୟାର ସମାଧାନ ଠିକ୍ ଖୋଜି ବାହାର କରିପାରିବେ। କାମ କରିବାର କ୍ଷମତା ମଧ୍ୟ ପୂର୍ବ ଅପେକ୍ଷା ଭଲ ରହିବ। କୌଣସି ଘନିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଏବଂ ଆଶୀର୍ବାଦରେ ଲକ୍ଷ୍ୟ ହାସଲ କରିବାରେ ସଫଳତା ମିଳିବ। ଏହା ସହିତ କୌଣସି ନିକଟ ସମ୍ପର୍କୀୟଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ଥିବାରୁ ମାନସିକ ଚିନ୍ତା ଲାଗି ରହିବ। ଛାତ୍ରଛାତ୍ରୀମାନେ ପରିଶ୍ରମ ଅନୁଯାୟୀ ଆଶାନୁରୂପ ଫଳ ନ ପାଇବାରୁ ଆତ୍ମବିଶ୍ୱାସ କମିଯାଇପାରେ, କିନ୍ତୁ ବଡ଼ାଇ ନ ଯାଇ ପରିଶ୍ରମ ବୃଦ୍ଧି କରନ୍ତୁ ଏବଂ ବ୍ୟବସାୟରେ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିପାରେ, କିନ୍ତୁ ରୋଜଗାରର ଭଲ ସୁଯୋଗ ମଧ୍ୟ ମିଳିବ। ପରିଶ୍ରମ ଜାରି ରଖନ୍ତୁ। ଅଟକି ରହିଥିବା ପେମେଣ୍ଟ ମିଳିପାରେ, ତେଣୁ ତାହା ଫେରି ପାଇବା ପାଇଁ ଚେଷ୍ଟା ଜାରି ରଖନ୍ତୁ। ଘରର ପରିବେଶ ଶାନ୍ତ ଏବଂ ଅନୁକୂଳ ରହିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ହଠାତ୍ ସାକ୍ଷାତ ହେବା ଫଳରେ ପୁରୁଣା ସ୍ମୃତିଗୁଡ଼ିକ ତାଜା ହୋଇଉଠିବ। ସର୍ଦ୍ଦିକାଶରୁ ବର୍ତ୍ତିବା ପାଇଁ ଖାଦ୍ୟପେୟ ଏବଂ ପାଗ ପ୍ରତି ଦୃଷ୍ଟି ଦିଅନ୍ତୁ। ସ୍ୱାସ୍ଥ୍ୟକୁ ନେଇ କୌଣସି ଅବହେଳା କରନ୍ତୁ ନାହିଁ। ସମସ୍ୟା ବଢ଼ିଲେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ। ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏବଂ କାମ କରିବାର ଉତ୍ସାହ ପ୍ରଚୁର ରହିବ। ଘରେ କୌଣସି ନୂତନ ଯୋଜନା କିମ୍ବା କ୍ରୟକୁ ନେଇ ଆଲୋଚନା ହୋଇପାରେ। ପିଲାମାନଙ୍କ ବୁଝିବା ଶକ୍ତି ଏବଂ ନୂତନ ଚିନ୍ତାଧାରାର ପ୍ରଶଂସା କରାଯିବ। ଘର ସମ୍ଭାଳୁଥିବା ସଦସ୍ୟଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ଆପଣଙ୍କର କୌଣସି ଲୁକ୍କାୟିତ ଯୋଗ୍ୟତାକୁ ସଠିକ୍ କାମରେ ଲଗାଇ ପାରିବେ ଏବଂ ନିଜ କଥାକୁ ସ୍ପଷ୍ଟ ଏବଂ ଆତ୍ମବିଶ୍ୱାସର ସହିତ ରଖିବାରେ ସଫଳତା ମିଳିବ। ଆଇନ, କମ୍ପ୍ୟୁଟର, ମ୍ୟାନେଜମେଣ୍ଟ, କାରବାର ଏବଂ କଳାକ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତିମାନେ ନୂତନ ସୁଯୋଗ ପାଇପାରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ଟିମ୍କୁ ସଠିକ୍ ଦିଶା ଦେବାର ଦାୟିତ୍ୱ ମିଳିବ। ବରିଷ୍ଠ ଅଧିକାରୀମାନେ ଆପଣଙ୍କ ଯୋଗ୍ୟତା ଉପରେ ଭରସା ରଖିବେ। ନୂତନ କାମ ଆରମ୍ଭ କରିବା ପାଇଁ